ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିଛି ନା ମନୁଷ୍ୟ ଈଶ୍ୱରଙ୍କୁ ସୃଷ୍ଟି କରିଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସଠିକ୍ ଭାବରେ ବୁଝିବା ଦରକାର ଯେ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିଛି ନା ମନୁଷ୍ୟ ଈଶ୍ୱରଙ୍କୁ ସୃଷ୍ଟି କରିଅଛନ୍ତି। ବର୍ତ୍ତମାନ ସମୟରେ ଯେତେଜଣ এই ଭିଡ଼ିଓକୁ ଦେଖୁଅଛ, ଆପଣ ସମସ୍ତ ଲୋକଙ୍କୁ ଈଶ୍ୱରଙ୍କର ବହୁମୂଲ୍ୟ ନାମରେ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିଏ କାହାକୁ ସୃଷ୍ଟି କରିଛନ୍ତି? ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିଛି ନା ମନୁଷ୍ୟ ଈଶ୍ୱରଙ୍କୁ ସୃଷ୍ଟି କରିଅଛି? ଆପଣମାନଙ୍କୁ ସମସ୍ତ ଲୋକଙ୍କୁ ଗୋଟିଏ ପ୍ରଶ୍ନ, ଆପଣମାନେ କିଏ? ବା ଆପଣମାନେ ନିଜକୁ ନିଜେ ପଚାରନ୍ତୁ ଯେ ମୁଁ କିଏ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ନିଜକୁ ପଚାରନ୍ତୁ ମୁଁ କିଏ? ଏହା ହେଉଛି ପ୍ରଶ୍ନ। ଏହି ପ୍ରଶ୍ନର ଉତ୍ତର ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଭୂମିର ଧୂଳି ଦ୍ୱାରା ବନାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଅଟୁ। ଆପଣମାନେ ବୁଝିବା ଦରକାର ଯେ ଆମ୍ଭେମାନେ ଭୂମିର ଧୂଳି ଦ୍ୱାରା ବନାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଅଟୁ। କେମିତି ତାହା ମଧ୍ୟ ଜାଣିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ଅଧ୍ୟୟନ କରିଛନ୍ତି, ତାହେଲେ ଆପଣମାନେ ଜାଣିଥିବେ। ଯେଉଁମାନେ ଜାଣିନାହାନ୍ତି, ଆପଣମାନେ এই ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯେ ପରମେଶ୍ୱର ମନୁଷ୍ୟକୁ କେମିତି ସୃଷ୍ଟି କଲେ, ମନୁଷ୍ୟକୁ କାହିଁରେ ବନାଇଲେ, এই ବିଷୟରେ ଆପଣମାନେ ବୁଝିପାରିବେ। ଏବଂ ଯେଉଁମାନେ ଜାଣିଛନ୍ତି, ପ୍ରଭୁ ଆପଣ ସମସ୍ତ ଲୋକଙ୍କୁ ଆଶୀର୍ବାଦ କରନ୍ତୁ ଯେ ଆପଣମାନେ ଲୋକମାନଙ୍କ ପାଖରେ ମଧ୍ୟ ଆପଣମାନେ ସାକ୍ଷୀ ହୁଅନ୍ତୁ ଏବଂ ଲୋକମାନଙ୍କ ପାଖରେ ମଧ୍ୟ ଆପଣମାନେ ପ୍ରକାଶ କରନ୍ତୁ। କିନ୍ତୁ ଆସନ୍ତୁ ଆମ୍ଭେମାନେ ପବିତ୍ର ବାଇବଲରେ ଆଦି ପୁସ୍ତକ ତାର 2 ପର୍ବ ତାର 7 ପଦ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାନ୍ଦ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। କିନ୍ତୁ ମନୁଷ୍ୟ ସୃଷ୍ଟିକୁ ନେଇ ଅନେକ ଲୋକ ଅନେକ ପ୍ରକାର କଥା କହନ୍ତି ଯେ ମନୁଷ୍ୟ ଏମିତି ସୃଷ୍ଟି ହୋଇଅଛି, ମନୁଷ୍ୟକୁ ଏଇ ବନେଇଛନ୍ତି, ସେ ବନେଇଛନ୍ତି। ଏ ପ୍ରକାର ଲୋକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି। କିନ୍ତୁ ବାଇବଲ ପ୍ରକାଶ କରେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଭୂମିର ଧୂଳି ଦ୍ୱାରା ବନାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଅଟୁ। ଏବଂ ଏହି ଜାଗାରେ ଆପଣମାନେ ଦେଖିଥିବେ, ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ, ନହେଲେ ଆପଣମାନେ ଶୁଣନ୍ତୁ। ଏହି ଜାଗାରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାନ୍ଦ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଏବଂ ଲେଖାଯାଏ, ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ। ପରମେଶ୍ୱରଙ୍କର ପ୍ରଥମ ନିର୍ମାଣ କରିଥିବା ପୁରୁଷ ଏବଂ ସ୍ତ୍ରୀଙ୍କର ନାମ ହେଲା ଆଦମର ହବା। ଏହି ପୃଥିବୀରେ ପରମେଶ୍ୱର ସର୍ବପ୍ରଥମେ ସେମାନଙ୍କୁ ସୃଷ୍ଟି କରିଛନ୍ତି। ସେମାନଙ୍କର ଦ୍ୱାରା ଆମ୍ଭେମାନେ ସମସ୍ତେ ସେମାନଙ୍କୁ ମାଟିର ଧୂଳି ଦ୍ୱାରା ପରମେଶ୍ୱର ସୃଷ୍ଟି କଲେ। ସେଥିପାଇଁ ଆମ୍ଭେମାନେ ପୁନର୍ବାର ମାଟିରେ ହିଁ ମିଶି ଯାଉଅଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର, ଗୀତ ସଂଗୀତାରେ ଲେଖା ଅଛି, ସବୁ ଗୋଟିଏ ଜାଗାରେ ଯିବେ, ଅର୍ଥାତ୍
ଯେଉଁମାନେ ମରିବେ ସେମାନେ ମାଟିରେ ହିଁ ମିଶିବେ। ଆମ୍ଭେମାନେ ମାଟିରୁ ସୃଷ୍ଟି କରାଯାଇଅଛୁ ଏବଂ ପୁନର୍ବାର ଆମ୍ଭେମାନେ ମାଟିରେ ହିଁ ଆମ୍ଭେମାନେ ମିଶିବା। ଆପଣମାନେ ସେମିତି କରନ୍ତୁ। ଆମେ ମାଟିର ଧୂଳି ଦ୍ୱାରା ସୃଷ୍ଟି କରାଯାଇଥିବା ମନୁଷ୍ୟଠୁ ଏବଂ ପୁନର୍ବାର ଆମ୍ଭେମାନେ ସେଇ ଧୂଳିରେ ହିଁ ଆମ୍ଭେମାନେ ମିଶିବା। କିନ୍ତୁ এই ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବା ସେତେଦିନ ପର୍ଯ୍ୟନ୍ତ ମନୁଷ୍ୟ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିବ। କିନ୍ତୁ ଆସନ୍ତୁ ଆଉ ଗୋଟିଏ ପଦପର୍ବ ଦେଖିବା ନିମନ୍ତେ ଯିବା। ଜିସାୟ 55 ଜିସାୟ 55ର 8 ପଦ এই জায়গায় লেখা যায়। ଜିସାୟ 55ର 8 ଯେହେତୁ ସଦାପ୍ରଭୁ କହନ୍ତି ଆମ୍ଭର ସଂକଳ୍ପ ସକଳ ତୁମମାନଙ୍କର ସଂକଳ୍ପ ପରି ନୁହେଁ କିମ୍ବା ତୁମମାନଙ୍କର ମାର୍ଗ ସକଳ ଆମ୍ଭମାନଙ୍କ ମାର୍ଗ ପରି ନୁହେଁ। ଆପଣମାନେ କ'ଣ ବୁଝିଥିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ? हिंदी बाइबल में लिखा जाए एसाया की पुस्तक 55 का 8 पद में हम देखेंगे ए भी लिखा हुआ है, क्योंकि यहोवा कहता है मेरे विचार और तुम्हारा विचार एक समान नहीं है और तुम्हारा गति और मेरे गति एक सी है। प्रभुंकर प्रिय लोक माने परमेश्वरंकर विचार ଏବଂ ଆମମାନଙ୍କର ବିଚାର, ପରମେଶ୍ୱରଙ୍କର ଭାବନା ଆମମାନଙ୍କର ଭାବନା ବହୁତ ଅନ୍ତର ଅଛି। ଏବଂ ଯେଉଁ ପରମେଶ୍ୱର ଆମ୍ଭମାନଙ୍କୁ ସୃଷ୍ଟି କଲେ ସେଇ ପରମେଶ୍ୱରଙ୍କୁ କେବେ ମଧ୍ୟ ଆମ୍ଭେମାନେ ଜାଣିବା ପାଇଁ ଚେଷ୍ଟା କରିନାହୁଁ। ଯେଉଁ ପରମେଶ୍ୱର ଆମକୁ ସୃଷ୍ଟି କଲେ ସେଇ ପରମେଶ୍ୱରଙ୍କୁ ଯଦି ମନୁଷ୍ୟ ଯଦି ସୃଷ୍ଟି ହୋଇଅଛି ସେ ମନୁଷ୍ୟ ନିହାତି ଭାବରେ ଦିନେ ନା ଦିନେ ମୃତ୍ୟୁବରଣ କରିବ। ଗୋଟିଏ ଜିନିଷ ଆପଣମାନେ ତିଆରି କରିଥିବେ ସେ ଜିନିଷ କେବେ ନା କେବେ ଖରାପ ହେବ। এই ପୃଥିବୀ ସୃଷ୍ଟି ହୋଇଅଛି, এই ପୃଥିବୀ ମଧ୍ୟ ଦିନେ ନା ଦିନେ ବିନାଶ ହେବା ପାଇଁ ଯାଉଅଛି। ସବୁ ବିଷୟରେ ସମୟ ଅଛି, କାଟିବାର ସମୟ ଅଛି, ବୁଣିବାର ସମୟ ମଧ୍ୟ ଅଛି। ସବୁ ପାଇଁ ସବୁ ସମୟ ଅଛି। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ ପରମେଶ୍ୱର ତ ଆମ୍ଭମାନଙ୍କୁ ମାଟିର ଧୂଳି ଦ୍ୱାରା ସୃଷ୍ଟି କଲେ, କିନ୍ତୁ ଆମ୍ଭେମାନେ ଏ ପୃଥିବୀରେ କ'ଣ କ'ଣ କାର୍ଯ୍ୟ କରିଅଛୁ ଜୀବିତ ଥାଏ এই ସମସ୍ତ ବିଷୟର ହିସାବ ମଧ୍ୟ ଦେବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ସେଥିପାଇଁ ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ଯେଉଁ ପରମେଶ୍ୱର ଆମ୍ଭମାନଙ୍କୁ ସୃଷ୍ଟି କଲେ ସେଇ ଜୀବନ୍ତ ଖ୍ରୀଷ୍ଟ ତାହାଙ୍କ ପ୍ରତି ଫେରିବା ଦରକାର। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।